ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କଣ କରିବା ନା 10 ଧାଡି 15 ଧାଡି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡିରେ। ପ୍ରତିଭା ରାୟ 21 ଜାନୁଆରୀ 1944 ମସିହାରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ଓଡ଼ିଆ ଭାଷା ଉପନ୍ୟାସ ଏବଂ କାହାଣୀ ଲେଖିକା। ଓଡ଼ିଶାରେ 1999 ମସିହାରେ ହୋଇଥିବା ମହାବାତ୍ୟା ପରେ ମହାବାତ୍ୟା ପ୍ରଭାବିତ ଅଞ୍ଚଳରେ କାର୍ଯ୍ୟ କରିଥିଲେ ଏବଂ ମହାବାତ୍ୟା ପ୍ରଭାବିତ ଅଞ୍ଚଳର ଅନାଥ ଓ ବିଧବାମାନଙ୍କୁ ଥଇଥାନ ପାଇଁ କାର୍ଯ୍ୟ କରିଥିଲେ। ଭାରତୀୟ ସାହିତ୍ୟରେ ତାଙ୍କର ଅବଦାନ ପାଇଁ 2011 ମସିହାରେ ଜ୍ଞାନପୀଠ ପୁରସ୍କାର ଗ୍ରହଣ କରିଥିଲେ। ତାଙ୍କୁ 2022 ମସିହାରେ ପଦ୍ମଭୂଷଣ ପ୍ରଦାନ କରାଯାଇଥିଲା। ରହୁଛି, ଦେଖା ହେବା ଆଗାମୀ ଭିଡିଓରେ। ନମସ୍କାର।